যে আমার 12টি দুর্গ, আমার 12টি স্টেডিয়াম, আমার 12টি দুর্গ, এটা হলো আমার গৌরব। ମୁଁ ହେଲି ଡକ୍ଟର ତପନ ଦତ୍ତ, ଆକାଶବାଣୀ କଟକର ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲି, ରିଟାୟାର୍ଡ କରିଯାଇଛି। ସତ କଥା କହିବାକୁ ହେଲେ ଯେକୌଣସି ଲୋକର ମୁହଁଟାକୁ ସମସ୍ତେ ଦେଖନ୍ତି, ତାର ଚେହେରା ମାନେ ମୁହଁଟାକୁ ହିଁ ସେମାନେ ଦେଖନ୍ତି। କଟକର ସେଭଳି ମୁହଁ କହିଲେ ହିଁ 12ଟି ଦୁର୍ଗ। ଆମେ ସବୁବେଳେ ଚାହୁଁ ମୁହଁରେ ଟିକେ ପାଉଡର ଲଗେଇଲୁ ଏକଲୁ ଯାହା କିଛି ମୁହଁର ମେକଅପ୍ ନଉ, ଆମେ ଗେଟଅପ୍ ନଉ, ଯେତେବେଳେ ମୁହଁଟା ଉପରେ ବେଶୀ ଫୋକସ୍ କରାଯାଏ। ସେଇଭଳି ଭାବରେ ଫୋକସ୍ କରାଯାଏ ଆମର 12ଟି ଦୁର୍ଗ ଉପରେ। 12ଟି କହିଲେ ଆମ ଭିତରେ ଗୋଟେ ସ୍ପନ୍ଦନ ସୃଷ୍ଟି ହେଇଯାଏ। ଆମ ନିଜସ୍ୱ ଭାବ ଗୋଟେ ସେତେବେଳେ ଏତେ ଭାବରେ ଚାଲି ଆସେ ଯେ କେମିତି ଗୋଟେ ଲାଗେ ଯେ ଆମର 12ଟି ଦୁର୍ଗ, ଆମର 12ଟି ଷ୍ଟାଡିୟମ, ଆମର 12ଟି ଦୁର୍ଗ, ଏଇଟା ହେଲା ଆମର ଗୌରବ। ଆମ ଜାତିର, ଆମ କଟକ ସହରର ପର୍ଟିକୁଲାରଲି ଗୋଟେ ଗୌରବ କଥା। ତ ଯେମିତି ମୁହଁରେ ଲାଇଟ୍ ପଡ଼ିଲେ ଆମକୁ ଭଲ ଲାଗେ, ଠିକ ସେଭଳି ଭାବରେ 12ଟି ଦୁର୍ଗରେ ଯେତେବେଳେ ଲାଇଟ୍ ପଡିଥାଏ ସେତେବେଳେ ଆମକୁ ଭଲ ଲାଗେ। ଦିନ ବେଳେ 12ଟି ଷ୍ଟାଡିୟମ ଆମର ପାଖରେ, ଖେଳ ହଉଛି, କ୍ରିକେଟ ଖେଳ ହଉଛି, ଲାଇଟ୍ ଜଳିଲା, ବାସ୍ ବହୁତ ଜବରଦସ୍ତ ଲାଗିଲା, ସବୁ ଖୁସି ହେଲେ ସମସ୍ତେ। ଠିକ ସେଭଳି ଭାବରେ 12ଟି ଦୁର୍ଗରେ କଣ ହେଇଛି କି ଯେ ବହୁତ ସବୁରେ ଲାଇଟ୍ ଜଳୁନି। ପର୍ଟିକୁଲାରଲି ଲାଇଟ୍ ତ ଜଳିବ ଇଭିନିଂ ଅବଶ୍ୟ ନା, ଦିନ ବେଳେ ତ ସୂର୍ଯ୍ୟ ଅଛନ୍ତି, ସେଇଥିପାଇଁ ଯେହେତୁ ଲାଇଟ୍ ରହୁନି ଏ ବିଷୟରେ ଟିକେ ନିଜକୁ ଚିନ୍ତା କରିବାକୁ ପଡେ। ଲାଇଟ୍ ଟା କାହିଁ ଜଳୁନି? ଯୋଉମାନେ ବାହାରୁ ଆସୁଛନ୍ତି, ଆମେ ସିନା କଟିକି ଆମେ ବହୁତ ସମୟ ଫିଲ୍ କରୁଛୁ, ଯୋଉମାନେ ବାହାରୁ ଆସୁଛନ୍ତି ହ୍ୱାଟ ଇମ୍ପ୍ରେସନ ଦେ ୱିଲ୍ କ୍ୟାରି, କଣ ଇମ୍ପ୍ରେସନ ସେମାନଙ୍କର ହବ, ତ ଏ ବିଷୟରେ ବେଳେ ବେଳେ ଚିନ୍ତା କରିବାକୁ ପଡେ। ଆଉ ସେଇ ଚିନ୍ତନଟା ଯଦି ପ୍ରାକ୍ଟିକାଲି ସଫଳ ହେଇଯାଏ ତାହେଲେ ନିଶ୍ଚୟ ଭଲ ଲାଗିବ। ଉଜ୍ଜଳ ଆଲୋକ କିଏ ନ ଚାହେଁ? ଆଲୋକ ମୁହଁ ଯେମିତି ସୁନ୍ଦର, ସେମିତି 12ଟି ଦୁର୍ଗ ବି ସୁନ୍ଦର ଲାଗିବ। ଲାଇଟ୍ର ବ୍ୟବସ୍ଥା, ଲାଇଟ୍ ଯଦି ଠିକ ଭାବରେ ଜଳେ, ଲାଇଟ୍ର ପ୍ରକୃତ ଭାବରେ ଯଦି ଠିକ ଭାବରେ ଲାଇଟ୍ର ଆରେଞ୍ଜମେଣ୍ଟ କରାଯାଏ, ତାହେଲେ ଦୁର୍ଗ ଯେଉଁଭଳି ଭାବରେ ଆଗରୁ ଥିଲା, ଯେଉଁ ଐତିହ୍ୟ ପାଇଁ ଆମେ ଏତେ ଗର୍ବ କରୁଛୁ, ସେ ଗର୍ବଟା ଆମର ଆହୁରି ପ୍ରସ୍ଫୁଟିତ ହେଇଥାଏ।